छेना गजा बनेଇବା ଏତେ ସହଜ ଖାଇବା ଏତେ ଟେଷ୍ଟି ଓଡ଼ିଶାରେ ତ ଯୁଆଡ଼େ ଯିବେ ଏଇଠି ଜିନିଷଟି ପାଇବେ। ତ କଥାବାର୍ତ୍ତା ନାହିଁ ଡେରି କରିବାର ନାହିଁ ଚାଲନ୍ତୁ ଆରମ୍ଭ କରିବା ଛେନା ଗଜା। ଦେଖନ୍ତୁ ଛେନା ଗଜା କରିବା ପାଇଁ ମୁଁ ଏଠି ନେଇଛି ପନିର ଆପଣ ଛେନାରେ ବି ୟୁଜ କରିପାରିବେ। ତ ଏଇଠି ଦେଖନ୍ତୁ ମୁଁ ପନିର ନେଇଛି ପନିରକୁ ବହୁତ ବଢ଼ିଆ ଭାବରେ ଏଇ ଟାଇପର ଗ୍ରେଟ୍ କରିଦେଉଛି ଆପଣ ଚାହିଁଲେ ତାକୁ ବଢ଼ିଆ ଭାବରେ ହାତରେ ମଧ୍ୟ ଚକଟି ପାରିବେ। ଦେଖନ୍ତୁ ଏଇ ଟାଇପ ଭାବରେ କରିଦେବେ ଆଉ ଚକଟି ଦେବେ ଏଇ ଟାଇପ ଭାବରେ। ଆଉ ଦେଖନ୍ତୁ ୟାର କଣ ଥାଏ କି ପାଣି ନଥାଏ ଟୋଟାଲି ପନିରଟାରେ ଦେଖିପାରୁଥିବେ ପାଣି ନାହିଁ ଟୋଟାଲି। ତ ବେଷ୍ଟ ହେଲା ତ ମୁଁ ଏଇ ସକାଶେ ପନିର ହେଲା ଆପଣ ଛେନା ବି ୟୁଜ କରିପାରିବେ ବହୁତ ବଢ଼ିଆ ଭାବରେ ଚିପୁଡ଼ିକି। ତ ଏବେ ଦେଖନ୍ତୁ ହାତରେ ଏଇ ଟାଇପ ଭାବରେ ମନ୍ଥି ଦେବେ। ଦେଖନ୍ତୁ ଏଇ ଟାଇପ ଭାବରେ ମନ୍ଥି ଦେବେ ସବୁ ତକୁ ମନ୍ଥି ଦେବେ ବହୁତ ବଢ଼ିଆ ଭାବରେ ପ୍ରଥମେ ଚକଟି ଦେବେ ମନ୍ଥି ଦେବେ। ମନ୍ଥିଲେ କଣ ହୁଏ କି ଛେନାଟା ବହୁତ ଚିକଣ ହେଇଯାଏ ମାନେ ବହୁତ ଚିକଣ ହେଇଯାଏ ଯୋଉଟା କି ଆମ ମିଠାଟାକୁ ପୁରା ପଲିସ କରେ। ଏବେ ଆମର ହେଇଗଲା ଇଏ ପୁରା ଚିକଣ। ଏବେ ୟା ଉପରେ ଆମେ ସୁଜି ଦବା। ସୁଜି ଦେଖିପାରୁଥିବେ ଘର ନର୍ମାଲ ଚାମଚରେ ମୁଁ 2 ଚାମଚ ମାତ୍ର 2 ଚାମଚ ଏଠି ମୁଁ ସୁଜି ୟୁଜ କରିଛି। ଏଠି ଟିକେ ବେକିଂ ପାଉଡର ଦେଇଛି। ଯଦି ଆପଣଙ୍କ ପାଖରେ ବେକିଂ ପାଉଡର ନାହିଁ ତ କିଛି କଥା ନାହିଁ ଆପଣ ସ୍କିପ୍ ବି କରିପାରିବେ ଚଳିବ କିନ୍ତୁ ସୁଜି ଟିକେ ଦେବେ। ଦେଖନ୍ତୁ ଏଇ ଟାଇପ ଭାବରେ ଦେବେ ଦେଇକି ତାକୁ ବହୁତ ବଢ଼ିଆ ଭାବରେ ଚକଟି ଦେବେ ଏଇ ଟାଇପ ଭାବରେ। ଏବେ ୟାକୁ ଆମେ କଣ କରିବା ଛୋଟ ଛୋଟ ଗୋଲ ଗୋଲ କରିଦେବା ଏଇ ଟାଇପ ଭାବରେ ଆପଣ ସାଇଜରେ। ଦେଖନ୍ତୁ ଛୋଟ ବଡ଼ ମିଡିୟମ 3ଟାକ ସାଇଜରେ ଆପଣଙ୍କୁ ଯୋଉଟା ଭଲ ଲାଗିବ ଆପଣ କରିବେ। ମୁଁ ଦେଖନ୍ତୁ ଏଇଟା ଟିକେ ଛୋଟରୁ ମିଡିୟମ ସାଇଜରେ କରୁଛି ଛେନା ଗଜାଟା। ତ ମୁଁ ଏତିକି ଭାବରେ ନଉଛି। ୟାକୁ କରିବାର ନା ଗୋଟେ ଟ୍ରିକ୍ ଥାଏ। ତ ଏଇ ଟ୍ରିକ୍ଟାକୁ ଯଦି ନ ଦେଖିକି ଆପଣ ସ୍କିପ୍ କରିବେ ତ କିଛି ବି ଜାଣିପାରିବେ ନାହିଁ। 5 ମିନିଟର ଭିଡ଼ିଓ ବହୁତ ବଢ଼ିଆ ଭାବରେ ଆପଣଙ୍କୁ ବୁଝେଇବି ତ ବିଟ୍ ବାଇ ବିଟ୍ ଦେଖି ଚାଲନ୍ତୁ। ତ ଏବେ ଦେଖନ୍ତୁ ୟାକୁ ଆମେ କରିଦେଲେ ଛୋଟ ଛୋଟ ସବୁ ବହୁତ ବଢ଼ିଆ ଭାବରେ କରିଦେଲେ। ୟାକୁ ଏବେ କଣ କରିବା ହାତରେ ଏଇ ଟାଇପ ଭାବରେ ରାଉଣ୍ଡ କରିବା ଯେମିତି ଆମେ ଛେନା ମିଠା ପାଇଁ କରୁଥାଏ ନା ରସଗୋଲା ପାଇଁ ଗୋଲ ଗୋଲ ଏଇ ଟାଇପର ଗୋଲ ଗୋଲ କରିବା। ତାପରେ କଣ କରିବା ଗୋଟେ ହାତ ନବା ବାଁ ହାତ ନେଇକି ୟାକୁ ରଖିବା ଏଇ ଟାଇପ ଭାବରେ ଚାପିବା। ଦେଖିପାରୁଥିବେ ବହୁତ ବଢ଼ିଆ ଭାବରେ ଏମିତି ଚାପିବା। ଇଏ ହେଇଗଲା ଆମର 4 କୋଣିଆ ମିଠା। ଯେମିତି ସେପ୍ ଆମର ଆସିଥାଏ ନା କେମିତି ସେପ୍ ଆସିଥାଏ ତ ଆମର ସେପଟା ଆସିଥାଏ କେମିତି ଟିକେ ଗୋଲ ହେଇଥାଏ ଟିକେ 4 କୋଣିଆ ଟାଇପର ଏଇ ଟାଇପର। ତ ସବୁ ମୁଁ କରିଦିଏ ଦେଖନ୍ତୁ ବହୁତ ବଢ଼ିଆ ଭାବରେ ହେଇଯାଇଛି ବହୁତ ବଢ଼ିଆ ଭାବରେ ହେଇଯାଇଛି। ତ ଏବେ କଣ କରିବା ୟାକୁ ସାଇଡରେ ଆମେ ରଖିଦବା। ଦେଖନ୍ତୁ ଏଇ ଟାଇପ ଭାବରେ ଆପଣ କରିବେ ୟାକୁ ଏବେ ଆମେ ସାଇଡରେ ରଖିଦବା। ଦେଖନ୍ତୁ ଏବେ ୟାକୁ ମୁଁ ସାଇଡରେ ରଖିଦେଇଛି ଆଉ ମୁଁ ଗ୍ୟାସରେ ଏପଟେ ଗୋଟେ କଡ଼େଇ ବସେଇ ଦେଇଛି। ତ କଡ଼େଇ ଆମର ଗରମ ହେଇଗଲାଣି। ସେ ଗରମ କଡ଼େଇରେ ମୁଁ ପକେଇଦେଲି ଆମର ଚିନି 1 ଚାମଚ। ନର୍ମାଲ ଆପଣ ଦେଖିଲେ ବଡ଼ ଚାମଚରେ 1 ଚାମଚ ପକେଇଛି। ହଁ ଆପଣ ଯଦି କ୍ୱାଣ୍ଟିଟି ଅଧିକ କରୁଛନ୍ତି 30-40 କରୁଛନ୍ତି ତ ଆପଣ 10 ଚାମଚ ମିନିମମ ପକେଇ ପାରିବେ ଏଇ ଚିନି। ତ ଦେଖନ୍ତୁ ମୁଁ ଏଇ ଟାଇପର ଏରେ 1 ଚାମଚ ଦେଲି ଦେଇକି ଆକୁ ବହୁତ ବଢ଼ିଆ ଭାବରେ ମେଲ୍ଟ କରିବାରେ ରଖିଦେଲି। ଆଉ ଦେଖନ୍ତୁ ପାଣି ଏଇଠି ମୁଁ ଦେଇଛି 1 କପ୍। ଏ ଯୋଉ କପରେ ଚାହା ପିଉଛନ୍ତି ନା ସେଇ କପରେ ମିନିମମ 1 କପ୍ ମୁଁ ଦେଇଛି। ଆଉ ଟେନସନ ନିଅନ୍ତୁନି ଆପଣଙ୍କର ଯଦି ଚିନି ଲାଗିଯାଉଛି ଆପଣଙ୍କର ପିଠା ଦିହରେ ମୁଣ୍ଡା ହେଇଯାଉଛି ତ ଟେନସନ ନିଅନ୍ତୁନି। ୟାକୁ ଆପଣ ଯଦି ଏଇ ଟାଇପ ଭାବରେ ମୁଁ ଯେମିତି କରୁଛନ୍ତି ନା ସେଇ ଟାଇପ ଭାବରେ କରିବେ ତ ବହୁତ ବଢ଼ିଆ ଭାବରେ ଚିନିଟି ଆମର ମେଲ୍ଟ ହେଇକି ବ୍ରାଉନ କଲର ହେଇଯିବ। ତ ଏବେ ଦେଖନ୍ତୁ ମୁଁ ଏଇଠି ପକେଇ ଦେଇଛି 1 କପ୍ ଚିନି। 1 କପ୍ ଦେଖିଲେ ଆପଣ ମୁଁ ଚିନି ପକେଇଛି ଯୋଉ ବାଉଲରେ ମୁଁ ଚିନି ପକେଇଛି ସେଇ ବାଉଲରେ ମୁଁ ପାଣି ନେଇଛି ଠିକ ସେମ୍ ଗୋଟେ କପ୍ ଚିନିକୁ 1 କପ୍ ପାଣି। ଏଇଟା ହଉଛି ତାର କଣ୍ଟ୍ରୋଲ। ଏଇ ଟାଇପ ଭାବରେ ଆପଣ କରିବେ ପରଫେକ୍ଟ ବାହାରିବ ପୁରା ମାର୍କେଟରୁ ଯେମିତି ଆଣୁଛନ୍ତି ନା ସେଇ ଟାଇପର ଭାବରେ ଆମର ଛେନା ଗଜାଟି ବାହାରିବ। ତ ଏବେ ଦେଖନ୍ତୁ ଇଏ ଆମର ପୁରା ମେଲ୍ଟ ହବାକୁ ଆମେ ତାକୁ ଛାଡିଦବା। ମେଲ୍ଟ ହେଇଗଲା ୟା ଉପରେ ଗୋଟିଏ କରିକି ପକେଇବା ଆମର ଛେନା ଗଜା। ଆଉ ଯଦି ମୋ ଭିଡ଼ିଓଟି ଭଲ ଲାଗୁଛି ତ ପ୍ଲିଜ ଲାଇକ୍ କମେଣ୍ଟ ସେୟାର ଆଣ୍ଡ ସବସ୍କ୍ରାଇବ କରନ୍ତୁ ଆପଣଙ୍କ ସାଙ୍ଗମାନଙ୍କ ସହିତ। ଆଉ ଏଇ ରାକ୍ଷୀ ପୂର୍ଣ୍ଣିମାରେ ନିହାତି ଭାବରେ ଟ୍ରାଏ କରନ୍ତୁ। ରାକ୍ଷୀ ପୂର୍ଣ୍ଣିମା ହଉ କି ଜାନୁଆରୀ 26 କି ଅଗଷ୍ଟ 15 ବହୁତ ସାରା ଦୀପାବଳି ବହୁତ ସାରା ଫେଷ୍ଟିଭାଲ ଆସୁଛି। ତ ନିହାତି ଭାବରେ ଏଇ ମିଠାଟି କରନ୍ତୁ ବହୁତ ଟେଷ୍ଟ ଲାଗିଥାଏ ଆଉ ବହୁତ ଦିନ ପର୍ଯ୍ୟନ୍ତ ରହିଥାଏ। ମିନିମମ 5ରୁ 10ରୁ 15 ଦିନ ପର୍ଯ୍ୟନ୍ତ ରହିଥାଏ ଯଦି ଫ୍ରିଜରେ ରଖିବେ। ବହୁତ ବଢ଼ିଆ ଭାବରେ ଖଟା ବି ହୁଏନି। ତ ଦେଖନ୍ତୁ ଏଇ ଟାଇପର। ଆଉ ହଁ ମୁଁ ଗୋଟେ ଏଠି ଗୁଜୁରାତି ପକେଇ ଦେଇଛି ଯୋଉଟା କି ମୋ ଭିଡ଼ିଓରେ କଟି ଯାଇଛି। ତ ଏବେ ଦେଖନ୍ତୁ ଏଇ ଟାଇପ ଭାବରେ 1 ଥର ଫୁଟିଗଲା ନା ଜୋରେ ଏବେ ତାକୁ ଘୋଡେଇକି ରଖିଦବା। ଘୋଡେଇକି ରଖିବା କେତେ ମିନିଟ୍ 15 ମିନିଟ୍ ପୁରା ଏଇ ଟାଇପର ଭାବରେ ହେଇଗଲା। ଥରେ ମଝିରେ ଅଲଟ ପଲଟ କରିଦେବେ। କରିସାରିଲା ପରେ ଏଇ ଟାଇପର ହେଇଗଲା ବନ୍ଦ କରିବେ ଗ୍ୟାସ୍। ଆଉ ଏବେ ଦେଖନ୍ତୁ ଆମର ମିଠାଟି ରେଡି ହେଇଗଲା ନା ବହୁତ ସିମ୍ପଲ। ବାସ୍ ଥରେ ମଝିରେ ତାକୁ ଥରେ ଏପଟ ସେପଟ କରିବାର ଅଛି
ଆଉ रेडी पूरा रेडी मिठा आमर ताको हाथ में काढ़ू कि चामच काढ़ू जमी काढ़ू खातु बहुत टेस्टी लगी था बहुत यम्मी भी लगी था घरे जेहेतु आम मिठा कर तो अनलिमिटेड खाई पार क्या अनिया पड़ोनी ये राखी पूर्णिमा ये मिठाटी करने को निहाती भाव चेष्टा करूँ बहुत टेस्ट लगी था बहुत आप देखिए मुझे बहुत कम पनीर रे ये मिठा कर 9टी कि 10टी मिठा कर गणी ने किंतु बहुत कम पनीर रे कर एतक मिठा जदि आनीजे तो मिनिमम आपंकर 100 ରୁ 110 टଙ୍କା लेखाए पड़ीज कि अधिक पड़े आपंटे मुझे जानी देखो ये टाइप भितर देखी पारे एत सॉफ्ट और चीनी पूरा मिसिकी अच्छी ओह के टेस्टी तो निहाती भाव में ये मिठाटी की बना एत सॉफ्ट देखी पारे भांगिले भी पूरा हाथ रू खसी जाऊँगी मिठा तो मु चलिली खाइबा को मिठा तो आपण जदि खाइबा को इच्छा तो जल्दी करंतु।